ଆଜିର ଆମର ବିଷୟ ସାମାଜିକ ସମ୍ମେଳନ ଅଭିଭାଷଣ। ଜଷ୍ଟିସ୍ ରାନାଡେ କର୍ତ୍ତୃକ ପ୍ରଦତ୍ତ ସୋସିଆଲ କନଫରେନ୍ସ ଆଡ୍ରେସ୍ର ସମାଲୋଚନା ପ୍ରବୁଦ୍ଧ ଭାରତ ଇଂରାଜୀ ମାସିକ ପତ୍ରିକାରେ 1900 ଖ୍ରୀଷ୍ଟାବ୍ଦ ଡିସେମ୍ବର ସଂଖ୍ୟାରେ ସମ୍ପାଦକୀୟ ପ୍ରବନ୍ଧ ରୂପେ ଲିଖିତ। ଆମେମାନେ ଥରେ ଜଣେ ଘୋର ଈଶ୍ୱର ନିନ୍ଦୁକ ଇଂରେଜଙ୍କର ମୁହଁରୁ ଶୁଣିଥିଲୁ, ଈଶ୍ୱର ସାହେବମାନଙ୍କୁ ସୃଷ୍ଟି କରିଛନ୍ତି, ଈଶ୍ୱର ନେଟିଭମାନଙ୍କୁ ସୃଷ୍ଟି କରିଛନ୍ତି, କିନ୍ତୁ ଦମିଶା ଜାତିର ସୃଷ୍ଟିକର୍ତ୍ତା ଈଶ୍ୱର ନୁହନ୍ତି, ଅନ୍ୟ କେହି। ଆଜି ହଠାତ୍ ଗୋଟିଏ ବିଷୟ ପଢ଼ି ଆମମାନଙ୍କର ସେହି ଧରଣର ଗୋଟିଏ କଥା ମନେ ପଡ଼ୁଛି। କଥାଟି ଖଲି କହୁଛି, ଭାରତୀୟ ସାମାଜିକ ସମ୍ମେଳନର ସଂସ୍କାର ଉତ୍ସାହର ଜୀବନ୍ତ ବାଣୀ ସ୍ୱରୂପ ମିଷ୍ଟର ଜଷ୍ଟିସ୍ ରାନାଡେଙ୍କର ପ୍ରାରମ୍ଭିକ ଅଭିଭାଷଣ କିଛି ଦିନ ହେଲା ଆମମାନଙ୍କ ନିକଟକୁ ଆସି ସମାଲୋଚନା ପାଇଁ ପଡ଼ି ରହିଛି। ପାଠ କରି ଦେଖାଗଲା, ସେଥିରେ ପ୍ରାଚୀନ କାଳର ଅସବର୍ଣ୍ଣ ବିବାହର ଦୃଷ୍ଟାନ୍ତର ଗୋଟିଏ ଲମ୍ବା ତାଲିକା ରହିଛି। ପ୍ରାଚୀନ କ୍ଷତ୍ରିୟମାନଙ୍କର ଉଦାର ଭାବ ବିଷୟରେ ଅନେକ ଆଲୋଚନା ରହିଛି। ଛାତ୍ରମଣ୍ଡଳୀଙ୍କୁ ସମ୍ବୋଧନ କରି ମଧ୍ୟ ସୁନ୍ଦର ସାରଗର୍ଭ ଉପଦେଶ ସବୁ ଦିଆହୋଇଛି। ଆଉ ଏଗୁଡ଼ିକ ଏତେ ଭାବଗର୍ଭକ ଓ ଏତେ କୋମଳ ଭାଷାରେ ପ୍ରକାଶ କରାହୋଇଛି ଯେ ପଢ଼ିଲେ ବକ୍ତାଙ୍କୁ ବାସ୍ତବିକ ହିଁ ପ୍ରଶଂସା କରିବାକୁ ଇଚ୍ଛା ହୁଏ। କିନ୍ତୁ ବକ୍ତୃତାର ଶେଷ ଭାଗରେ ଗୋଟିଏ ପ୍ରସଙ୍ଗ ରହିଛି। ସେଥିରେ ପଞ୍ଜାବ ପ୍ରଦେଶରେ ପ୍ରବଳ ନୂତନ ସମ୍ପ୍ରଦାୟଟି ପାଇଁ ଜଣେ ଆଚାର୍ଯ୍ୟ ଗଠନ କରିବାର ପରାମର୍ଶ ଦିଆହୋଇଅଛି। ଦେଖାଗଲା, ବକ୍ତା ଯଦିଓ ସ୍ପଷ୍ଟତଃ ଏହି ସମ୍ପ୍ରଦାୟଟିର ନାମ ଉଚ୍ଚାରଣ କରିନାହାନ୍ତି, କିନ୍ତୁ ଆମେମାନେ ଧରି ନେଉଛୁ ସେ ଆର୍ଯ୍ୟ ସମାଜକୁ ଲକ୍ଷ୍ୟ କରି କଥାଟି କହିଛନ୍ତି। ଯେଉଁ ସମାଜଟି ସ୍ମରଣ ରଖିବେ ଜଣେ ସନ୍ନ୍ୟାସୀଙ୍କ ଦ୍ୱାରା ପ୍ରତିଷ୍ଠିତ। ଏହି ଅଂଶଟି ପାଠ କରି ଆମମାନଙ୍କର ଟିକେ ବିସ୍ମୟ ବୋଧ ହେଲା। ଆମମାନଙ୍କ ମନରେ ସ୍ୱଭାବତଃ ଗୋଟିଏ ପ୍ରଶ୍ନ ଉଠିଲା ଯେ, ଦେଖାଯାଉଛି ଈଶ୍ୱର ତ ବ୍ରାହ୍ମଣମାନଙ୍କୁ ସୃଷ୍ଟି କରିଛନ୍ତି, କ୍ଷତ୍ରିୟମାନଙ୍କୁ ମଧ୍ୟ ସୃଷ୍ଟି କରିଛନ୍ତି, କିନ୍ତୁ ସନ୍ନ୍ୟାସୀମାନଙ୍କୁ ସୃଷ୍ଟି କଲେ କିଏ? ଆମମାନଙ୍କର ପରିଜ୍ଞାତ ସମସ୍ତ ଧର୍ମ ସମ୍ପ୍ରଦାୟରେ ତ ସନ୍ନ୍ୟାସୀ ଥିଲେ ଓ ଅଛନ୍ତି। ହିନ୍ଦୁ ସନ୍ନ୍ୟାସୀ, ବୌଦ୍ଧ ସନ୍ନ୍ୟାସୀ, ଖ୍ରୀଷ୍ଟାନ ସନ୍ନ୍ୟାସୀ, ଏପରିକି ଯେଉଁ ଇସଲାମ ଧର୍ମରେ ସନ୍ନ୍ୟାସକୁ ଅସ୍ୱୀକାର କରିବାର ଗୋଟାଏ ଉତ୍କଟ ଭାବ ଅଛି, ସେଥିରୁ ଟିକିଏ ତଳକୁ ଖସିପଡ଼ି ଇସଲାମପନ୍ଥୀମାନଙ୍କୁ ମଧ୍ୟ ଦଳକୁ ଦଳ ଭିକ୍ଷୁ ସନ୍ନ୍ୟାସୀମାନଙ୍କୁ ଗ୍ରହଣ କରିବାକୁ ପଡ଼ିଛି। ସନ୍ନ୍ୟାସୀ ପୁଣି ନାନା ରକମର, କେହି ପୂରା ମୁଣ୍ଡିତ ମସ୍ତକ, କେହି ବା କିଛିଟା ଦୀର୍ଘକେଶ, ହ୍ରସ୍ୱକେଶ, ଜଟାଜୁଟଧାରୀ ଏବଂ ଅନ୍ୟାନ୍ୟ ନାନାବିଧ ଢଙ୍ଗର କେଶ ବିଶିଷ୍ଟ ସନ୍ନ୍ୟାସୀ ଅଛନ୍ତି। ପୁଣି ଏମାନଙ୍କର ପୋଷାକରେ ମଧ୍ୟ ଅନେକ ତାରତମ୍ୟ ଅଛି। କେହି ଦିଗମ୍ବର, କେହି ଚିରାମ୍ବର, କେହି କଷାୟଧାରୀ, କେହି ପୀତାମ୍ବର, ପୁଣି କୃଷ୍ଣାମ୍ବର ଖ୍ରୀଷ୍ଟାନ ଓ ନୀଳାମ୍ବର ମୁସଲମାନ ରହିଛନ୍ତି। ପୁଣି ଏହି ସନ୍ନ୍ୟାସୀ ସମ୍ପ୍ରଦାୟ ମଧ୍ୟରେ ଦଳେ ନାନା ରୂପରେ ଦେହକୁ କଷ୍ଟ ଦେଇ ତପସ୍ୟାର ପକ୍ଷପାତୀ, ଅନ୍ୟ ଦଳେ କହନ୍ତି ଶରୀରମ୍ ଆଦ୍ୟଂ ଖଲୁ ଧର୍ମ ସାଧନମ୍, ଧର୍ମାର୍ଥ କାମ ମୋକ୍ଷାଣାମ୍ ଆରୋଗ୍ୟଂ ମୂଲମ୍ ଉତ୍ତମମ୍। ପ୍ରାଚୀନ କାଳରେ ପ୍ରତ୍ୟେକ ଦେଶରେ ସନ୍ନ୍ୟାସୀ ଭିତରେ ଦଳେ ଯୋଦ୍ଧା ଥିଲେ। ନାଗା ସନ୍ନ୍ୟାସୀ ଦଳ ଚିରକାଳ ହିଁ ଥିଲେ। ପୁରୁଷ ଜାତି ଭଳି ନାରୀ ଜାତି ଭିତରେ ମଧ୍ୟ ସେହି ଏକ ତ୍ୟାଗର ଭାବ ଏବଂ ସଦୃଶ ଶକ୍ତି ପ୍ରକାଶ ଠିକ୍ ଯେପରି ସମାନ୍ତରାଳ ରେଖାରେ ଚାଲି ଆସିଛି। ସନ୍ନ୍ୟାସୀ ଭଳି ସନ୍ନ୍ୟାସିନୀ ସମ୍ପ୍ରଦାୟ ମଧ୍ୟ ସବୁବେଳେ ଥିଲା, ବର୍ତ୍ତମାନ ମଧ୍ୟ ଅଛି। ମିଷ୍ଟର ରାନାଡେ କେବଳ ଯେ ଭାରତୀୟ ସାମାଜିକ ସମ୍ମେଳନର ସଭାପତି ପଦ ଅଳଙ୍କୃତ କରିଛନ୍ତି ତାହା ନୁହେଁ, ସେ ନାରୀ ଜାତିର ମର୍ଯ୍ୟାଦା ଓ ସମ୍ମାନ ରକ୍ଷା କରିବାକୁ ସଦା ବଦ୍ଧପରିକର ଜଣେ ମହାନ ଉଦାର ବ୍ୟକ୍ତି ବୋଲି ଦେଖାଯାଉଅଛି। ଶ୍ରୁତି ଓ ସ୍ମୃତିରେ ଯେ ସନ୍ନ୍ୟାସିନୀମାନଙ୍କର ଉଲ୍ଲେଖ ମିଳେ, ସେଥିରେ ତାଙ୍କର ସମ୍ପୂର୍ଣ୍ଣ ସମ୍ମତି ଅଛି ବୋଲି ବୋଧ ହେଉଅଛି। ପ୍ରାଚୀନ କାଳର ଅବିବାହିତ ବ୍ରହ୍ମବାଦିନୀମାନେ
ଯେଉଁମାନେ ବଡ଼ ବଡ଼ ଦାର୍ଶନିକମାନଙ୍କୁ ତର୍କଯୁଦ୍ଧରେ ଆହ୍ୱାନ କରି ଏକ ରାଜସଭାରୁ ଅନ୍ୟ ଏକ ରାଜସଭା ଘୁରି ବୁଲନ୍ତି, ସେମାନେ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କ ମୁଖ୍ୟ ଉଦ୍ଦେଶ୍ୟ ଯେ ବଂଶବୃଦ୍ଧି, ସେଥିରେ ବାଧା ଦେଇଛନ୍ତି ବୋଲି ତାଙ୍କର ଆଶଙ୍କା ନାହିଁ, ଏହିଭଳି ମନେ ହୁଏ। ଆଉ ମିଷ୍ଟର ରାନାଡେଙ୍କ ମତରେ ପୁରୁଷମାନେ ସନ୍ନ୍ୟାସୀ ହୋଇ ଯେପରି ମାନବୀୟ ଅଭିଜ୍ଞତାର ପୂର୍ଣ୍ଣତା ଓ ବୈଚିତ୍ର୍ୟଠାରୁ ବଞ୍ଚିତ ହୋଇଛନ୍ତି, ନାରୀମାନେ ମଧ୍ୟ ସେହି ଏକା ପ୍ରକାର କାର୍ଯ୍ୟପ୍ରଣାଳୀର ଅନୁସରଣ କରି ସେହିପରି ବଞ୍ଚିତ ହୋଇଛନ୍ତି, ତାହା ବୋଧ ହୁଏ ନାହିଁ। ସୁତରାଂ ଆମେମାନେ ପ୍ରାଚୀନ ସନ୍ନ୍ୟାସିନୀକୁଳ ଓ ସେମାନଙ୍କର ଆଧୁନିକ ଆଧ୍ୟାତ୍ମିକ ବଂଶଧରମାନଙ୍କୁ ମିଷ୍ଟର ରାନାଡେଙ୍କର ସମାଲୋଚନା ପରୀକ୍ଷାରେ ଉତ୍ତୀର୍ଣ୍ଣ ବୋଲି ଛାଡ଼ିଦେଲୁ। ତାହେଲେ ଚୂଡ଼ାନ୍ତ ଦୋଷୀ ପୁରୁଷଙ୍କୁ କେବଳ ମିଷ୍ଟର ରାନାଡେଙ୍କର ସମାଲୋଚନାର ସବୁ ମାଡ଼ଟି ସହ୍ୟ କରିବାକୁ ହେଉଛି। ବର୍ତ୍ତମାନ ଦେଖାଯାଉ ଏହି ମାଡ଼ଟି ଖାଇ ସେ ମଧ୍ୟ ସମ୍ଭାଳି ପାରୁଛନ୍ତି କି ନା। ଆଧୁନିକ ପାଶ୍ଚାତ୍ୟର ବଡ଼ ବଡ଼ ପଣ୍ଡିତମାନେ ଏ ବିଷୟରେ ଏକମତ ବୋଲି ବୋଧ ହୁଏ ଯେ ଏହି ଯେ ଜଗତବ୍ୟାପୀ ସନ୍ନ୍ୟାସ ଆଶ୍ରମ ଗ୍ରହଣ ପ୍ରଥା, ତାହାର ପ୍ରଥମ ଉତ୍ପତ୍ତି ଆମମାନଙ୍କର ଏହି ଅଦ୍ଭୁତ ଦେଶଟାରେ, ଯେଉଁ ଦେଶଟାରେ ଏତେ ସମାଜ ସଂସ୍କାରର ଦରକାର ବୋଲି ବୋଧ ହେଉଛି। ସନ୍ନ୍ୟାସୀ ଗୁରୁ ଓ ଗୃହସ୍ଥ ଗୁରୁ, କୁମାର ବ୍ରହ୍ମଚାରୀ ଓ ବିବାହିତ ଧର୍ମାଚାର୍ଯ୍ୟ, ଉଭୟ ପ୍ରକାର ଆଚାର୍ଯ୍ୟ ହିଁ ବେଦ ଯେତେ ପ୍ରାଚୀନ ସେତେ ପ୍ରାଚୀନ। ସବୁ ବିଷୟରେ ଚୌକସ, ସବୁ ବିଷୟରେ ଅଭିଜ୍ଞତା ସମ୍ପନ୍ନ ସମପାୟୀ ବିବାହିତ ଗୃହସ୍ଥ ଋଷିମାନଙ୍କର ହିଁ ପ୍ରଥମ ଅଭ୍ୟୁଦୟ ହୋଇଥିଲା। ନା ମାନବୋଚିତ ଅଭିଜ୍ଞତାହୀନ ସନ୍ନ୍ୟାସୀ ଋଷିଙ୍କର ସୃଷ୍ଟି ପ୍ରଥମେ ହୋଇଥିଲା। ବର୍ତ୍ତମାନ ଅବଶ୍ୟ ଏ ସମସ୍ୟାର ଗୋଟିଏ ମୀମାଂସା କରିବା କଠିନ। ସମ୍ଭବତଃ ମିଷ୍ଟର ରାନାଡେ ତଥାକଥିତ ପାଶ୍ଚାତ୍ୟ ସଂସ୍କୃତଜ୍ଞ ପଣ୍ଡିତମାନଙ୍କର ଉଡ଼ା କଥା ଉପରେ ନିର୍ଭର ନ କରି ସ୍ୱାଧୀନ ଭାବରେ ଆମମାନଙ୍କ ପାଇଁ ଏହି ସମସ୍ୟାର ମୀମାଂସା କରିଦେବେ। ଯେତେଦିନ ଏ ମୀମାଂସା ନ ହେଉଛି, ସେତେଦିନ ପ୍ରାଚୀନ କାଳର ବୀଜ ଓ ବୃକ୍ଷର ସମସ୍ୟା ଭଳି ଏହା ଗୋଟିଏ ସମସ୍ୟା ହୋଇ ରହିଯିବ। କିନ୍ତୁ ଉତ୍ପତ୍ତିକ୍ରମ ଯାହା ହେଉ, ଶ୍ରୁତି ଓ ସ୍ମୃତିରେ ଉକ୍ତ ସନ୍ନ୍ୟାସୀ ଆଚାର୍ଯ୍ୟଗଣ ଗୃହସ୍ଥ ଆଚାର୍ଯ୍ୟଗଣଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭିତ୍ତି ଉପରେ ଦଣ୍ଡାୟମାନ ହୋଇଥିଲେ। ସେହି ଭିତ୍ତି ହେଉଛି ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ। ଯାଗଯଜ୍ଞର ଅନୁଷ୍ଠାନ ଯଦି ବୈଦିକ କର୍ମକାଣ୍ଡର ଭିତ୍ତି ହୁଏ, ତାହେଲେ ବ୍ରହ୍ମଚର୍ଯ୍ୟ ଯେ ଜ୍ଞାନକାଣ୍ଡର ଭିତ୍ତି, ସେଥିରେ କୌଣସି ସନ୍ଦେହ ନାହିଁ। ଜୀବ ହତ୍ୟାକାରୀ ଯାଜ୍ଞିକଗଣ ଉପନିଷଦ ବକ୍ତା ହୋଇପାରିଲେ ନାହିଁ କାହିଁକି? ମୁଁ ପଚାରେ କାହିଁକି? ଏକ ଦିଗରେ ବିବାହିତ ଗୃହସ୍ଥ ଋଷି କେତେଗୁଡ଼ିଏ ଅର୍ଥହୀନ କିମ୍ଭୂତ କିମାକାର, କେବଳ ସେତିକି ନୁହେଁ, ଭୟାନକ ଅନୁଷ୍ଠାନ ନେଇ ରହିଛନ୍ତି। ଖୁବ୍ କମରେ କହିଲେ ମଧ୍ୟ କହିବାକୁ ହୁଏ, ସେମାନଙ୍କର ନୀତିଜ୍ଞାନଟା ମଧ୍ୟ କିଞ୍ଚିତ୍ ଗଡ଼ିଆ ଧରଣର। ପୁଣି ଅନ୍ୟ ଦିଗରେ ଅବିବାହିତ ବ୍ରହ୍ମଚର୍ଯ୍ୟ ପରାୟଣ ସନ୍ନ୍ୟାସୀ ଋଷିମାନେ, ଯେଉଁମାନେ ମାନବୋଚିତ ଅଭିଜ୍ଞତାର ଅଭାବ ସତ୍ତ୍ୱେ ଉଚ୍ଚ ଧର୍ମନୀତି ଓ ଆଧ୍ୟାତ୍ମିକତାର ପ୍ରସ୍ରବଣ ଖୋଲି ଦେଇ ଯାଇଛନ୍ତି। ସନ୍ନ୍ୟାସର ବିଶେଷ ପକ୍ଷପାତୀ ଜୈନ ଓ ବୌଦ୍ଧମାନେ ଏବଂ ପରେ ପରେ ଶଙ୍କର, ରାମାନୁଜ, କବୀର, ଚୈତନ୍ୟ ପର୍ଯ୍ୟନ୍ତ ସେହି ପ୍ରସ୍ରବଣର ଅମୃତ ବାରି ଯେତେ ଇଚ୍ଛା ପାନ କରି ସେମାନଙ୍କର ଅଦ୍ଭୁତ ଆଧ୍ୟାତ୍ମିକ ଓ ସାମାଜିକ ସଂସ୍କାର ସମୂହ ଚଳାଇବାର ଶକ୍ତି ଲାଭ କରିଥିଲେ ଏବଂ ତାହା ହିଁ ପାଶ୍ଚାତ୍ୟ ଦେଶକୁ ଯାଇ ଅଦଳ ବଦଳ ହୋଇ ଆସିବାରୁ ଆମମାନଙ୍କର ସମାଜ ସଂସ୍କାରକଗଣଙ୍କୁ ସନ୍ନ୍ୟାସୀମାନଙ୍କର ସମାଲୋଚନା କରିବାର ଶକ୍ତି ପର୍ଯ୍ୟନ୍ତ ଦାନ କରିଛି। ବର୍ତ୍ତମାନ କାଳରେ ଆମମାନଙ୍କର ସମାଜ ସଂସ୍କାରକମାନଙ୍କର ବେତନ ଓ ସୁବିଧାଗୁଡ଼ିକର ତୁଳନାରେ ଭିକ୍ଷୁ ସନ୍ନ୍ୟାସୀମାନେ ସମାଜରୁ କି ସାହାଯ୍ୟ କି ପ୍ରତିଦାନ ପାଇଥାନ୍ତି? ଆଉ ସନ୍ନ୍ୟାସୀର ନୀରବ ନିଃସ୍ୱାର୍ଥ ନିଷ୍କାମ କାର୍ଯ୍ୟ ତୁଳନାରେ ସମାଜ ସଂସ୍କାରକମାନେ କି କାର୍ଯ୍ୟ ବା କରିଥାନ୍ତି? କିନ୍ତୁ ସନ୍ନ୍ୟାସୀମାନେ ଆଧୁନିକମାନଙ୍କ ଭଳି ନିଜର ବିଜ୍ଞାପନ ନିଜେ ପ୍ରଚାର କରିବାର, ନିଜର ଢୋଲ ନିଜେ ବଜାଇବାର ଉପାୟଟା ଶିଖିନାହାନ୍ତି। ଏ ଜଗତଟା ଯେପରି କିଛି ନୁହେଁ, ଗୋଟାଏ ସ୍ୱପ୍ନ ମାତ୍ର, ଏହି ଭାବଟି ହିନ୍ଦୁ ମାତୃସ୍ତନ୍ୟପାନର ସଙ୍ଗେ ସଙ୍ଗେ ହିଁ ଆୟତ୍ତ କରେ। ଏ ବିଷୟରେ ସେ ପାଶ୍ଚାତ୍ୟମାନଙ୍କ ସହିତ ଏକମତ। କିନ୍ତୁ ପାଶ୍ଚାତ୍ୟଗଣ ଏହାପରେ ଆଉ କିଛି ଦେଖନ୍ତି ନାହିଁ। ତେଣୁ ସେ ଚାର୍ବାକଙ୍କ ଭଳି ସିଦ୍ଧାନ୍ତ କରି ବସେ,
ୟାବତ୍ ଜୀବେତ୍ ସୁଖଂ ଜୀବେତ୍। ଏହି ପୃଥିବୀଟା ଗୋଟିଏ ଦୁଃଖପୂର୍ଣ୍ଣ ଗହ୍ୱର ମାତ୍ର। ଏଠାରେ ଯେତେ ଟିକିଏ ସୁଖ ମିଳେ ଭୋଗ କରି ନିଆଯାଉ। ହିନ୍ଦୁମାନଙ୍କ ଦୃଷ୍ଟିରେ କିନ୍ତୁ ଈଶ୍ୱର ଓ ଆତ୍ମା ଏକମାତ୍ର ସତ୍ୟ ପଦାର୍ଥ। ଏହି ଜଗତ ଯେତେ ଦୂର ସତ୍ୟ ତାହାଠାରୁ ମଧ୍ୟ ଅନନ୍ତ ଗୁଣରେ ସତ୍ୟ। ସୁତରାଂ ଈଶ୍ୱର ଓ ଆତ୍ମା ପାଇଁ ଜଗତକୁ ତ୍ୟାଗ କରିବାକୁ ହିନ୍ଦୁ ପ୍ରସ୍ତୁତ। ଯେତେଦିନ ସମଗ୍ର ହିନ୍ଦୁ ଜାତିର ମନୋଭାବ ଏହିପରି ଭାବରେ ଚାଲିବ ଆଉ ଆମେମାନେ ଭଗବାନଙ୍କ ସମୀପରେ ପ୍ରାର୍ଥନା କରୁ ଚିରକାଳ ପାଇଁ ଏହି ଭାବ ଚାଲୁ, ସେତେଦିନ ଆମମାନଙ୍କର ପାଶ୍ଚାତ୍ୟ ଭାବାପନ୍ନ ସ୍ୱଦେଶବାସୀଗଣ ଭାରତୀୟ ନରନାରୀର ଆତ୍ମନ ମୋକ୍ଷାର୍ଥଂ ଜଗତ୍ ହିତାୟ ଚ ସବୁ ତ୍ୟାଗ କରିବାର ପ୍ରବୃତ୍ତିକୁ ବାଧା ଦେବାର କି ଆଶା କରିପାରେ? ଆଉ ସନ୍ନ୍ୟାସୀ ବିରୋଧରେ ସେହି ମାନ୍ଧାତା ଅମଳର ପଚାମଡ଼ା ଭଳି ଆପତ୍ତି ୟୁରୋପରେ ପ୍ରୋଟେଷ୍ଟାଣ୍ଟ ସମ୍ପ୍ରଦାୟଙ୍କ ଦ୍ୱାରା ପ୍ରଥମ ବ୍ୟବହୃତ ହୋଇଥିଲା। ପରେ ବଙ୍ଗାଳୀ ସଂସ୍କାରକମାନେ ସେମାନଙ୍କ ନିକଟରୁ ଏହାକୁ ଧାର କରି ନେଇଛନ୍ତି। ଆଉ ବର୍ତ୍ତମାନ ପୁଣି ଆମମାନଙ୍କର ବମ୍ବେବାସୀ ଭ୍ରାତୃବୃନ୍ଦ ତାକୁ ଆମ୍ପୁଡ଼ି ଧରିଛନ୍ତି। ଆପତ୍ତିଟା ହେଉଛି ଅବିବାହିତ ରହିବା ହେତୁ ସନ୍ନ୍ୟାସୀମାନେ ଜୀବନର ପୂର୍ଣ୍ଣ ଉପଭୋଗ ଓ ନାନା ପ୍ରକାରର ଅଭିଜ୍ଞତାରୁ ବଞ୍ଚିତ। ଆଶା କରେ ଏହିଥର ଏହି ମଡ଼ାଟି ଚିରଦିନ ପାଇଁ ଆରବ ସାଗରରେ ବୁଡ଼ିଯିବ, ବିଶେଷତଃ ଏହି ପ୍ଲେଗ୍ ରୋଗର ଦିନରେ। ଆଉ ହୁଏତ ଏହି ସ୍ଥାନର ଉଚ୍ଚବଂଶୀୟ ବ୍ରାହ୍ମଣମାନଙ୍କର ସେମାନଙ୍କର ପୂର୍ବପୁରୁଷମାନଙ୍କର ପରମ ସୌରଭମୟ ଶବଦେହ ପ୍ରତି ପ୍ରବଳ ଭକ୍ତି ଥାଇପାରେ। ସେମାନଙ୍କର ପୂର୍ବପୁରୁଷଙ୍କର ବିବରଣ ନିର୍ଣ୍ଣୟ କରିବା ପାଇଁ ଯଦି ପୌରାଣିକ କାହାଣୀର କିଛି ମୂଲ୍ୟ ଅଛି ବୋଲି ସ୍ୱୀକାର କରାଯାଏ, ତାହା ସତ୍ତ୍ୱେ ବି ପ୍ରସଙ୍ଗକ୍ରମେ ଗୋଟିଏ କଥା ମନେ ପଡ଼ୁଛି, କହୁଛି। ୟୁରୋପରେ ସନ୍ନ୍ୟାସୀ ଓ ସନ୍ନ୍ୟାସିନୀମାନେ ଅଧିକାଂଶ ପୁଅ ଝିଅମାନଙ୍କୁ ଲାଳନ ପାଳନ କରିଛନ୍ତି ଏବଂ ଶିକ୍ଷା ଦେଇଛନ୍ତି। ସେମାନଙ୍କର ପିତାମାତା ବିବାହିତ ହେଲେ ମଧ୍ୟ ସେମାନେ ଜୀବନର ନାନାବିଧ ଅଭିଜ୍ଞତାର ରସ ଆସ୍ୱାଦନ କରିବା ପାଇଁ ସମ୍ପୂର୍ଣ୍ଣ ଅନିଚ୍ଛୁକ ଥିଲେ। ତାପରେ ଅବଶ୍ୟ ସନ୍ନ୍ୟାସ ଆଶ୍ରମର ବିରୁଦ୍ଧବାଦୀମାନଙ୍କ ମୁହଁରେ ଏ କଥା ତ ଲାଗି ରହିଛି ଯେ ଈଶ୍ୱର ଆମମାନଙ୍କୁ ପ୍ରତ୍ୟେକ ବୃତ୍ତି ଦେଇଛନ୍ତି କୌଣସି ନା କୌଣସି ବ୍ୟବହାର ପାଇଁ। ସୁତରାଂ ସନ୍ନ୍ୟାସୀ ଯେତେବେଳେ ବଂଶବୃଦ୍ଧି କରୁନାହାନ୍ତି, ସେ ଅନ୍ୟାୟ କାର୍ଯ୍ୟ କରୁଛନ୍ତି, ସେ ପାପୀ। ବେଶ୍, ତାହେଲେ କାମକ୍ରୋଧ ଚୋରି ଡକାୟତ ପ୍ରବଞ୍ଚନା ପ୍ରଭୃତି ସମସ୍ତ ବୃତ୍ତି ହିଁ ଈଶ୍ୱର ଆମମାନଙ୍କୁ ଦେଇଛନ୍ତି। ଆଉ ସେମାନଙ୍କ ମଧ୍ୟରେ ପ୍ରତ୍ୟେକଟି ହିଁ ସଂସ୍କୃତ ବା ଅସଂସ୍କୃତ ସାମାଜିକ ଜୀବନ ରକ୍ଷା ପାଇଁ ଅତ୍ୟାବଶ୍ୟକ। ଏଗୁଡ଼ିକ ସମ୍ବନ୍ଧରେ ବିରୁଦ୍ଧବାଦୀମାନଙ୍କର କି ବକ୍ତବ୍ୟ? ଜୀବନରେ ସବୁ ଅଭିଜ୍ଞତା ସଞ୍ଚୟ କରିବା ଦରକାର। ଏହି ମତ ଅବଲମ୍ବନ କରି ଏଗୁଡ଼ିକୁ ପୁରା ଦମରେ ଚଳାଇବାକୁ ହେବ ନା କ'ଣ? ଅବଶ୍ୟ ସମାଜ ସଂସ୍କାରକ ଦଳଙ୍କ ସହିତ ଯେତେବେଳେ ସର୍ବଶକ୍ତିମାନ ପରମେଶ୍ୱରଙ୍କର ବିଶେଷ ଘନିଷ୍ଠତା ଏବଂ ସେମାନେ ଯେତେବେଳେ ତାଙ୍କର କି ଇଚ୍ଛା ତାହା ମଧ୍ୟ ଭଲ କରି ଜାଣନ୍ତି, ସେତେବେଳେ ସେମାନଙ୍କର ଏହି ପ୍ରଶ୍ନର ହଁ ଜବାବ ହଁ ଦେବାକୁ ହେବ। ଆମମାନଙ୍କର କ'ଣ ଉଗ୍ର ସ୍ୱଭାବ ବିଶ୍ୱାମିତ୍ର ଅତ୍ରି ପ୍ରଭୃତି ଋଷିମାନଙ୍କର ବିଶେଷତ୍ୱ ନାରୀର ସାହଚର୍ଯ୍ୟରେ ପୁରା ମାତ୍ରାରେ ନାନାବିଧ ଅଭିଜ୍ଞତା ଅର୍ଜନକାରୀ ବିଶିଷ୍ଟ ବଂଶର ଅନୁସରଣ କରିବାକୁ ହେବ? କାରଣ ଅଧିକାଂଶ ଗୃହସ୍ଥ ଋଷିମାନେ ହିଁ ବୈଦିକ ସୂକ୍ତପାଠ ଓ ସମପାନ ପାଇଁ ଯେପରି ପ୍ରସିଦ୍ଧ, ଯେତେବେଳେ ଯେଉଁଠି ପାରିଛନ୍ତି ସେତେବେଳେ ସେହିଠାରେ ହିଁ ପୁତ୍ର ଉତ୍ପାଦନ ବିଷୟରେ ଉଦାରତାର ପାଇଁ ମଧ୍ୟ ତଦ୍ରୂପ ପ୍ରସିଦ୍ଧ। ଏମାନଙ୍କର ଅଥବା ଯେଉଁ ସବୁ ଅବିବାହିତ ସନ୍ନ୍ୟାସୀ ଋଷି ବ୍ରହ୍ମଚର୍ଯ୍ୟକୁ ହିଁ ଧର୍ମର ମୂଳମନ୍ତ୍ର ବୋଲି ପ୍ରଚାର କରିଯାଇଛନ୍ତି, ଆମେମାନେ ସେମାନଙ୍କର ଅନୁସରଣ କରିବା। ତାପରେ ଅବଶ୍ୟ ଭ୍ରଷ୍ଟମାନଙ୍କର ଦଳ ତ ଅଛନ୍ତି। ସେମାନଙ୍କ ମୁଣ୍ଡରେ ଗାଡ଼ି ଫଜିତ୍ର ବୋଝ ପଡ଼ିବା ଉଚିତ। ସେମାନେ ହେଉଛନ୍ତି ସେହି ଦୁର୍ବଳ ଅସତ୍ ପ୍ରକୃତିର ସନ୍ନ୍ୟାସୀଙ୍କ ଦଳ, ଯେଉଁମାନେ ନିଜର ଆଦର୍ଶ ଠିକ୍ ଧରି ରଖିପାରି ନାହାନ୍ତି। କିନ୍ତୁ ଆଦର୍ଶଟି ଯଦି ଖାଣ୍ଟି ଓ ସରଳ ହୁଏ, ତେବେ ଆମମାନଙ୍କର ଜଣେ ଭ୍ରଷ୍ଟ ସନ୍ନ୍ୟାସୀ ମଧ୍ୟ ଯେକୌଣସି ଗୃହସ୍ଥ ଅପେକ୍ଷା ସତଗୁଣରେ ଉନ୍ନତ ଓ ଶ୍ରେଷ୍ଠ। କାରଣ କଥାରେ ଅଛି, ପ୍ରେମାସ୍ପଦକୁ ନ ପାଇଲେ ସୁଦ୍ଧା ପ୍ରେମ ଶ୍ରେୟସ୍କର। ଯିଏ କଦାପି ଉନ୍ନତ ଜୀବନ ଲାଭର ଚେଷ୍ଟା ପର୍ଯ୍ୟନ୍ତ କରିନାହିଁ, ସେହି କାପୁରୁଷ ତୁଳନାରେ ଭ୍ରଷ୍ଟ ସନ୍ନ୍ୟାସୀ ତ ବୀର। ଆମମାନଙ୍କ ସମାଜ ସଂସ୍କାରକ ଦଳର ଭିତର ବ୍ୟାପାରର ଖବର ଯଦି ଭଲ କରି ନିଆଯାଏ,
ତେବେ ସନ୍ନ୍ୟାସୀ ଓ ଗୃହସ୍ଥ ଭିତରେ ଭ୍ରଷ୍ଟଙ୍କ ସଂଖ୍ୟା ଶତକଡ଼ା କେତେ, ତାହା ଦେବତାମାନଙ୍କୁ ଭଲ କରି ଗଣି ଠିକ୍ କରିବାକୁ ହେବ। ଆଉ ଆମମାନଙ୍କର ସମୁଦାୟ କାର୍ଯ୍ୟର ଏ ପ୍ରକାର ସମ୍ପୂର୍ଣ୍ଣ ପୁଙ୍ଖାନୁପୁଙ୍ଖ ଖବର ଯେଉଁ ଦେବତା ରଖିଛନ୍ତି, ସେ ତ ଆମମାନଙ୍କର ନିଜ ନିଜ ହୃଦୟ ମଧ୍ୟରେ ହିଁ ଅଛନ୍ତି। କିନ୍ତୁ ଏ ଦିଗରେ ଦେଖ, ଏହା ଏକ ଅଦ୍ଭୁତ ଅଭିଜ୍ଞତା। ଏକଲା ଛିଡ଼ା ହୋଇଅଛି, କାହାରି କିଛି ସାହାଯ୍ୟ ଚାହୁଁନାହିଁ। ଜୀବନରେ କେତେ ଝଡ଼ଝଞ୍ଝା ଆସୁଛି, ସବୁ ଛାତିପାତି ସହି ନେଉଛି। କାମ କରୁଛି, କୌଣସି ପୁରସ୍କାରର ଆଶା ନାହିଁ। ଏପରିକି କର୍ତ୍ତବ୍ୟ ବୋଲି ଲମ୍ବା ନାମରେ ସାଧାରଣରେ ପରିଚିତ ସେହି ପଚା ଭାବଟା ମଧ୍ୟ ନାହିଁ। ସାରା ଜୀବନ କାମ ଚାଲିଛି, ଆନନ୍ଦରେ ସ୍ୱାଧୀନ ଭାବରେ କାମ ଚାଲିଛି। କାରଣ କ୍ରୀତଦାସ ଭଳି ଜତାମାଡ଼ ମାରି ତାକୁ କାମ କରାଇବାକୁ ହେଉନାହିଁ, ଅଥବା ମିଥ୍ୟା ମାନବୀୟ ପ୍ରେମ ବା ଉଚ୍ଚ ଆକାଂକ୍ଷା ମଧ୍ୟ ସେ କାର୍ଯ୍ୟ ମୂଳରେ ନାହିଁ। ଏହା କେବଳ ସନ୍ନ୍ୟାସୀ ହିଁ ପାରେ। ଧର୍ମ ବିଷୟରେ କ'ଣ କହୁଛି? ତାହା ରହିବା ଉଚିତ ନା ଏକାବେଳକେ ଅନ୍ତର୍ହିତ ହେବ? ଧର୍ମ ଯଦି ରହେ, ତେବେ ଧର୍ମ ସାଧନ ପାଇଁ ବିଶେଷ ଅଭିଜ୍ଞ ଦଳେ ଲୋକଙ୍କର ଆବଶ୍ୟକ। ଧର୍ମଯୁଦ୍ଧ ପାଇଁ ଯୋଦ୍ଧାର ପ୍ରୟୋଜନ। ସନ୍ନ୍ୟାସୀ ହିଁ ଧର୍ମରେ ବିଶେଷ ଅଭିଜ୍ଞ ବ୍ୟକ୍ତି, କାରଣ ସେ ଧର୍ମକୁ ହିଁ ତାଙ୍କର ଜୀବନର ମୂଳ ଲକ୍ଷ୍ୟ କରିଅଛନ୍ତି। ସେ ହେଲେ ଈଶ୍ୱରଙ୍କର ସୈନ୍ୟ ସ୍ୱରୂପ। ଯେତେଦିନ ଦଳେ ଏକନିଷ୍ଠ ସନ୍ନ୍ୟାସୀ ସମ୍ପ୍ରଦାୟ ଥାଏ, ସେତେଦିନ କେଉଁ ଧର୍ମର ବିନାଶର ଆଶଙ୍କା? ପ୍ରୋଟେଷ୍ଟାଣ୍ଟ ଇଂଲଣ୍ଡ ଓ ଆମେରିକା କ୍ୟାଥୋଲିକ୍ ସନ୍ନ୍ୟାସୀମାନଙ୍କର ପ୍ରବଳ ପ୍ଳାବନରେ କମ୍ପିତ ହେଉଅଛି କାହିଁକି? ରାନାଡ଼େ ଓ ସମାଜ ସଂସ୍କାରକ ଦଳ ଦୀର୍ଘଜୀବୀ ହୁଅନ୍ତୁ। କିନ୍ତୁ ହେ ଭାରତ, ହେ ପାଶ୍ଚାତ୍ୟ ଭାବରେ ଅନୁପ୍ରାଣିତ ଭାରତ, ବତ୍ସ ଭୁଲ ନାହିଁ, ଏହି ସମାଜରେ ଏପରି ସବୁ ସମସ୍ୟା ରହିଛି, ବର୍ତ୍ତମାନ ସୁଦ୍ଧା ତୁମେ ବା ତୁମର ପାଶ୍ଚାତ୍ୟ ଗୁରୁ ଯାହାର ଅର୍ଥ ହିଁ ବୁଝିପାରୁନାହାନ୍ତି। ମୀମାଂସା କରିବା ତ ଦୂରର କଥା। ଓಂ ଶାନ୍ତି ଶାନ୍ତି ଶାନ୍ତି। ହରି ଓಂ ତତ୍ସତ୍।